ମାମୁଙ୍କ ସାଙ୍ଗରେ ବୁଲେଟ୍ରେ ଖୁସିରେ ଯାଉଥିଲେ ଦୁଇ ଭାଣିଜୀ। ନୂଆ ଡ୍ରେସ୍ କିଣି ଖାଇ ପିଇ ଘରକୁ ଫେରିଥାନ୍ତି। କିନ୍ତୁ ମୃତ୍ୟୁର ଦୂତ ଯେପରି ଛକି ବସିଥିଲା ଦିଗପହଣ୍ଡି ରାସ୍ତା ଉପରେ। ହଠାତ୍ ଏକ ଟ୍ୟାଙ୍କର ସହିତ ବୁଲେଟ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ମାମୁଁ ଓ ଭାଣିଜୀ ଛିନ୍ଛତ୍ର ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଆଉ ଦେଖୁ ଦେଖୁ ନିମିଷକ ଭିତରେ ଉଡ଼ି ଯାଇଥିଲା ସେମାନଙ୍କ ପ୍ରାଣବାୟୁ। ତେବେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଯାଇଛି। ଯାହା ସୂଚନା ମିଳିଛି, ଦିଗପହଣ୍ଡି ଥାନା ଗୋକର୍ଣ୍ଣପୁର ନିକଟସ୍ଥ ଦକ୍ଷିଣପୁର ଗ୍ରାମର ତ୍ରିନାଥ ରେଡ୍ଡି ତାଙ୍କର ଦୁଇ ଭାଣିଜୀ ବର୍ଷା ରେଡ୍ଡି ଓ ରୁଦ୍ରିକା ରେଡ୍ଡିଙ୍କୁ ବୁଲେଟ୍ରେ ଧରି ଦିଗପହଣ୍ଡି ଯାଉଥିବା ବେଳେ ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତିନି ଜଣ ଯାକ ଛିଟିକି ହୋଇ ପଡ଼ିଯାଇଥିଲେ। ଆଉ ଦେଖୁ ଦେଖୁ ସମସ୍ତଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏନେଇ ଖବର ପାଇ ପୋଲିସ ପହଞ୍ଚିବା ସହିତ ଆମ୍ବୁଲାନ୍ସ ସହାୟତାରେ ଦିଗପହଣ୍ଡି ମେଡିକାଲକୁ ତିନି ମାମୁଁ ଭାଣିଜୀଙ୍କୁ ଉଦ୍ଧାର କରି ନେଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ତିନି ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫ୍ଏମ୍ଟି ବିଭାଗକୁ ପଠାଯାଇଥିଲା। ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବର୍ଷାଙ୍କ ବୟସ 19 ବର୍ଷ ହୋଇଥିବା ବେଳେ ତାଙ୍କ ଘର ଗୌତମୀ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ଭାଣିଜୀ ରୁଦ୍ରିକାଙ୍କ ବୟସ 5 ବର୍ଷ। ତାଙ୍କ ଘର ପଥରା। ମାମୁଁ ଘରକୁ ଭୋଜି ପାଇଁ ଆସିଥିଲେ ଦୁଇ ଭାଣିଜୀ, ହେଲେ ଘଟିଗଲା ବଡ଼ ଅଘଟଣ। ସିଏ ହେଉଛି ମୋର ଝିଆରୀ, ମୁଁ ତାଙ୍କ ବଡ଼ ବାପା। ହଁ, ଯେତେବେଳେ ଘଟଣା ଆମେ ଶୁଣିଲୁ, ଆଜ୍ଞା ଆମେ ତୁରନ୍ତ ଏବେ ଦିଗପହଣ୍ଡିରେ ଆସିକି ପହଞ୍ଚିଲୁ। ଆଜ୍ଞା ଭୋଜି ଭାତ କେଉଁ ମ୍ୟାରେଜ୍ ତାଙ୍କର ଥିଲା, ସେଥିପାଇଁ ସେମାନେ ଆସିଥିଲେ କ'ଣ ଡ୍ରେସ୍ ପତ୍ର କିଣିବା ପାଇଁ ଦିଗପହଣ୍ଡି। ସେଥିପାଇଁ ତାଙ୍କେ ରିଟର୍ଣ୍ଣ ଗଲା ସମୟରେ ଟ୍ରକ୍ ଆଣିକି ବାଡ଼େଇ ଦେଇଛି। ଆଉ ସରକାରକୁ ଆମେ ଅନୁରୋଧ କରିବୁ, ପ୍ରଶାସନକୁ ଅନୁରୋଧ କରିବୁ, କିଛି ସାହାଯ୍ୟ ସହଯୋଗ ଦିଆଯାଉ। ତାଙ୍କର ବହୁତ ଗରିବ ପରିବାର ଆଜ୍ଞା। ତାଙ୍କେ ଭୁବନେଶ୍ୱର ଯାଇକରି ଖଟୁଥିଲେ। ବର୍ତ୍ତମାନ ତାଙ୍କ ସ୍ତ୍ରୀର ଦେହ ଅସୁସ୍ଥ। ସିଏ ଦକ୍ଷିଣପୁର ଆଜ୍ଞା ମୋ ସାଙ୍ଗ, ନିଜ ସାଙ୍ଗ, ମୋର ଗୋଟେ ଘର ପଡ଼ିଶା ସିଏ ପିଲାଟା। ତାଙ୍କେ ଆସିଥିଲେ ଡ୍ରେସ୍ ପତ୍ର କିଣିବା ପାଇଁ ଦିଗପହଣ୍ଡି ମାର୍କେଟକୁ ଆସିଥିଲେ। ଆଜି ଗୋଟେ ଭୋଜି ଥିଲା ତ, ତାର ଛୋଟ ଭାଣିଜୀ ପାଇଁ କ'ଣ ଡ୍ରେସ୍ ନଥିଲା, କିଣିବା ପାଇଁ ଆସିଥିଲେ। ଆସିଲେ ଆଉ ଗୋଟେ ଟ୍ରକ୍ ସହିତ ପୁରା ଫ୍ରଣ୍ଟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ସେଠି ସ୍ପଟ୍ରେ ହିଁ ତିନି ଜଣ ଜାଗାର ମୃତ୍ୟୁ ହେଇଯାଇଛି। ବୁଲେଟ୍ ତାଙ୍କର ମାମୁଁ ହେବ ତ୍ରିନାଥ ରେଡ୍ଡି ଚଲାଉଥିଲେ, ନିଜେ ଡ୍ରାଇଭ୍ କରୁଥିଲେ। ତାର ଗୋଟେ ଭାଣିଜୀ ବସିଥିଲେ 20 ବର୍ଷ ବୟସ ହେବ, ତାଙ୍କର ଗୌତମୀ। ଆଉ ଗୋଟେ ସାନ ଭାଣିଜୀ 5 ବର୍ଷ ହେବ, ତାଙ୍କର ପଥରା। ଆସୁଥିଲେ କପଡ଼ା କିଣିବା ପାଇଁ ରାସ୍ତାରେ। ଭାବିଥିଲେ ଦୁଇ ଭାଣିଜୀଙ୍କୁ ବୁଲାବୁଲି କରି ଘରକୁ ଫେରିଥାନ୍ତେ, ହେଲେ ତା ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ। ସତେ ଯେମିତି ତାଙ୍କ ଖୁସିରେ କାହାର କଳା ନଜର ଲାଗିଗଲା। ଏକାଠି ମିଶି ଚାଲିଗଲେ ମାମୁଁ ଭାଣିଜୀ। ବ୍ରହ୍ମପୁରରୁ ରବୀନ୍ଦ୍ରନାଥ ଡାକୁଆଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।